ପ୍ରିୟ ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିବା ଫକୀରମୋହନ ସେନାପତିଙ୍କ ଦ୍ୱାରା ରଚିତ ଏକ ସୁନ୍ଦର ଗଳ୍ପ ରେବତୀ। କଟକ ଜିଲ୍ଲାର ହରିହରପୁର ପ୍ରଗଣା ମଧ୍ୟରେ ଗୋଟିଏ ମଫସଲ ଗ୍ରାମ, ନାମ ପାଟପୁର। ଗ୍ରାମ ମୁଣ୍ଡାମୁଣ୍ଡିରେ ଗୋଟିଏ ଘର, ଆଗିଲି ପିଛିଲି ଚାରି ବଖରା, ଖଞ୍ଜା ପାଚିରି ଚାଳିଆରେ ଢିଙ୍କିଶାଳ, ଅଗଣା ମଧ୍ୟରେ କୂଅ, ଆଗକୁ ଦାଣ୍ଡ ଦୁଆର, ପଛକୁ ବାଡ଼ି ଦୁଆର। ଦାଣ୍ଡ ଦୁଆର ମେଲା ଘରେ ଦାଣ୍ଡ ଲୋକେ ବସା ଉଠା କରନ୍ତି। ପ୍ରଜାମାନେ ଖଜଣା ଦେବାକୁ ଆସି ଏଇଠାରେ ବସନ୍ତି। ଶ୍ୟାମବନ୍ଧୁ ମହାନ୍ତି ଜମିଦାର ତରଫରୁ ଗ୍ରାମର କରଣ, ମାସକୁ ଦରମା 2 ଟଙ୍କା। ଦରମା ଛାଡ଼ି ପାଉତି, ବିଶୋଧନୀ, ବାହାଲହଣା ଇତ୍ୟାଦିରୁ 2 ପଇସା ହାତ ପଇଠ ହୁଏ। ସବୁ ମିଶାଇଲେ ମାସକୁ 4 ଟଙ୍କାରୁ ଊଣା ହେବ ନାହିଁ। ସଂସାର ଏକରକମ ଚଳେ। ଏକରକମ କିଆଁ ବୋଇଲେ ଭଲ ଚଳେ। ଏଇଟା ହେଲା ନାହିଁ, ସେଇଟା ଘରେ ନାହିଁ, ଏପରି କଥା ଘରର କାହାରି ମୁହଁରୁ ଶୁଣାଯାଏ ନାହିଁ। ବାଡ଼ିରେ ଶାଗମାଗ ଛାଡ଼ି ସଜନା 2 ଗଛ। ଘରେ ଲଗା ପଡ଼ିଆ ବରଷ ବିହାଣି ଗାଈ 2ଟା ବନ୍ଧା। ଦୁଧ ଟିକିଏ ଚଲା ମନ୍ଦାଏ ହାଣ୍ଡି ତଳେ ଲାଗିଥାଏ। ବୁଢ଼ୀ ଚକ୍ଷୁ ମିଶାଇ ଘଷି ପାଡ଼ି ଦିଏ। କାଠ କିଣା ବାଧେ ନାହିଁ। ଜମିଦାର 3.5 ମାଣ ଜମି ଚଷିବାକୁ ଦେଇଛନ୍ତି। ଧାନ ବଳେ ନାହିଁ କି କମେ ନାହିଁ। ଶ୍ୟାମବନ୍ଧୁଟି ବଡ଼ ସିଧାସଳଖ ଲୋକ। ପ୍ରଜାମାନେ ମାନନ୍ତି, ସୁଖ ପାଆନ୍ତି। ବାପରେ ଧନରେ କହି ଦୁଆର ଦୁଆର ବୁଲି ଖଜଣା ଅସୁଲ କରେ। କାହାରିଠାରୁ ଅନ୍ୟାୟରେ ପଇସାଟିଏ ନିଏ ନାହିଁ। ପ୍ରଜାମାନେ ଖଜଣା ଦେଇ ପାଉତି ମାଗନ୍ତି ନାହିଁ। ସେ 4 ଆଙ୍ଗୁଳି ତାଳପତ୍ରରେ ଖଣ୍ଡେ ପାଉତି ଲେଖି ବଳେ ଚାଳରେ ଗୁଞ୍ଜି ଦେଇ ଯାଏ। ଜମିଦାର ପିଆଦା ଆସିଲେ ଗାଁକୁ ଛାଡ଼େ ନାହିଁ। ଆପେ ହାତ ଓ ଓଠ ଧରି ଧୂଆଁଖିଆ 2 ପଇସା ଅଣ୍ଟାରେ ଗୁଞ୍ଜି ଦେଇ ବିଦା କରେ। ଶ୍ୟାମବନ୍ଧୁ ଘରେ ଖାଇବାକୁ କୁଟୁମ୍ବ 4 ଜଣ। ଆପେ 2 ପ୍ରାଣୀ, ମା ବୁଢ଼ୀ, 10 ବରଷର ଗୋଟିଏ ଝିଅ। ଝିଅର ନାମ ରେବତୀ। ଶ୍ୟାମବନ୍ଧୁ ସଞ୍ଜବେଳେ ପିଣ୍ଡାରେ ବସି କୃପାସିନ୍ଧୁ ବଦନ ଗାଏ ଆଉ ଭଜନ ଗାଏ। କେବେ କେବେ କାଠ ରୁଖାଟି ଉପରେ ବଇଠାଟିଏ ଥୋଇ ଭାଗବତ ପଢ଼େ। ରେବତୀ ପାଖରେ ବସି ଶୁଣୁଥାଏ। ସେ ମୁହେଁ ମୁହେଁ ଢେର ଭଜନ ଶିଖି ଗଲାଣି। ତା ପିଲା ମୁହଁରୁ ଭଜନଗୁଡ଼ିକ ଖୁବ୍ ମାନେ। ସଞ୍ଜବେଳେ ବାପା ପାଖରେ ବସି ଭଜନ ଗାଇଲେ ଗାଁର କୌଣସି ଲୋକ ଆସି ଶୁଣନ୍ତି। ରେବତୀ ବାପା ପାଖରୁ ଗୋଟିଏ ଭଜନ ଶିଖିଥିଲା। ସେଇଟି ଗାଇଲେ ଶ୍ୟାମବନ୍ଧୁ ବଡ଼ ଖୁସି ହୁଅନ୍ତି। ପ୍ରତିଦିନ ଝିଅକୁ ଗାଇବାକୁ କହେ, ରେବତୀ ଗାଏ। କାହାଗେ କରିବି ଗୋହାରି, ତୁମେ ନ ଚାହିଁଲେ ନାଥ ଗରିବ ଜୀବ ସରି। ତୁମେ ନ ଚାହିଁଲେ ନାଥ ଗରିବ ଜୀବ ସରି। କର ବା ନ କର ତ୍ରାଣ, ପଦେ ସମର୍ପିଛି ପ୍ରାଣ। କର ବା ନ କର ତ୍ରାଣ, ପଦେ ସମର୍ପିଛି ପ୍ରାଣ। ହୃଦେ ଅଛି ତବ ନାମ ଧରି, ତୁମ ବିନା ତ୍ରିଜଗତ ଶୂନ୍ୟ ହେ ହରି। ଶୀତଳ କର ଜୀବନ ପ୍ରେମାମୃତ ଦାନ କରି। ଶୀତଳ କର ଜୀବନ ପ୍ରେମାମୃତ ଦାନ କରି। 2 ବର୍ଷ ତଳେ ସ୍କୁଲ ଇନ୍ସପେକ୍ଟର ମଫସଲ ଗସ୍ତକୁ ଯିବା ସମୟରେ ପାଟପୁରରେ ରାତିଏ ରହିଯାଇଥିଲେ। ଗ୍ରାମର ମୁଖିଆ କେତେଜଣ ଲୋକ କୁହାପୋଛା କରିବାରୁ ପଟିବାରୁ ଓଡ଼ିଶା ବିଭାଗର ଇନ୍ସପେକ୍ଟରଙ୍କ ଠାରୁ ରିପୋର୍ଟ କରି ଗୋଟିଏ ଅପର ପ୍ରାଇମେରୀ ସ୍କୁଲ ବସାଇ ଦେଇଅଛନ୍ତି। ଶିକ୍ଷକ ବେତନ ମାସକୁ 4 ଟଙ୍କା। ଏହି 4 ଟଙ୍କା ସରକାରରୁ ମିଳେ। ଏହାଛଡ଼ା ପ୍ରତି ପିଲା ମାସକୁ ଅଣାଏ ଲେଖାଏଁ ଦିଅନ୍ତି। ଶିକ୍ଷକଟି କଟକ ନିର୍ମାଲ ସ୍କୁଲର ଅବଧାନ ବିଭାଗର ଉତ୍ତୀର୍ଣ୍ଣ ଛାତ୍ର। ନାମ ବାସୁଦେବ। ନାମଟି ଯେପରି ବାସୁଦେବ, ଲୋକଟା ମଧ୍ୟ ସେହିପରି ବାସୁଦେବ। ଟୋକାଟାର ଭିତର ବାହାର ସବୁ ସୁନ୍ଦର। ଗାଁ ମଝିରେ ଚାଲିଯିବା ବେଳେ ମୁଣ୍ଡ ଟେକି କାହାକୁ ଚାହେଁ ନାହିଁ। ବୟସ ଅନ୍ଦାଜ 20। ସୁନ୍ଦର ରୂପ ଯେମନ୍ତ ଗୋଟିଏ ଚାଉଳରେ ଗଢ଼ା।
ପିଲାଦିନେ ପିହୁଳା ରୋଗ ହୋଇଥିଲା। ତା ମା ମୁଣ୍ଡରେ ତତଲା ବୋତଲ ମୁହଁ ଚିହ୍ନା ଦେଇଥିଲା। ସେ ଚିହ୍ନ ଆଜି ଯାଏଁ ଅଛି। ହେଲେ ସେ ଚିହ୍ନ ତାକୁ ମାନେ ବାସୁଦେବ ପିଲାକାଳରୁ ମା ବାପା ଛେଉଣ୍ଡ ମାମୁଁ ଘରେ ରହି ମଣିଷ ହୋଇଛି। ବାସୁଦେବ ଜାତିରେ କରଣ, ଶ୍ୟାମବନ୍ଧୁ ମଧ୍ୟ କରଣ। କେବେ ପୁନେଇ ଗୁରୁବାରରେ ଘରେ ପିଠାପଣା ହେଲେ ଶ୍ୟାମବନ୍ଧୁ ପାଠଶାଳାକୁ ଯାଇ କହି ଆସେ, ବାପା ବାସୁ, ସଞ୍ଜବେଳେ ଟିକିଏ ଆମ ଘରକୁ ଯିବ, ତୁମ ମାଉସୀ ଡାକିଛନ୍ତି। ଏହିପରି ଯିବା ଆସିବାରେ ସେମାନଙ୍କ ମଧ୍ୟରେ ଗୋଟାଏ ମାୟା ଲାଗିଗଲାଣି। ରେବତୀ ବାସୁକୁ ଦେଖିଲେ କହେ, ଆହା, ମା ଛେଉଣ୍ଡଟି କ'ଣ ଖାଏ, କିଏ ତା ଖାଇବାକୁ ଦେଖୁଛି। ବାସୁ ପ୍ରତିଦିନ ସଞ୍ଜବେଳେ ଯାଇ ଶ୍ୟାମବନ୍ଧୁ ପାଖରେ ଘଡ଼ିଏ ଅଧେ ବସି ଆସେ। ବାସୁକୁ ଦୂରରୁ ଦେଖିଲେ ବାସୁ ଭାଇ ଅଇଲେ, ବାସୁ ଭାଇ ଅଇଲେ ବୋଲି ରେବତୀ ପାଟି କରି ବାପକୁ କହେ। ରେବତୀ ସଞ୍ଜବେଳେ ବାପ ପାଖରେ ବସି ପ୍ରତିଦିନ ପଠିତ ପୁରୁଣା ଭଜନଗୁଡ଼ିକ ବାସୁକୁ ଶୁଣାଏ। ବାସୁକୁ ସେହି ଗୀତ ନୂଆ ନୂଆ ପରି ଲାଗେ। ଦିନେ ଏକଥା ସେ କଥା ପଡ଼ୁ ପଡ଼ୁ ଶ୍ୟାମବନ୍ଧୁ ଶୁଣିଲେ, କଟକରେ ଗୋଟିଏ ଝିଅ ସ୍କୁଲ ଅଛି। ସେଠାରେ ଝିଅମାନେ ପଢ଼ନ୍ତି, ଲୁଗା ସିଆ ଶିଖନ୍ତି। ସେହି ଦିନ ଠାରୁ ରେବତୀକୁ ପାଠ ପଢ଼ାଇବାକୁ ଶ୍ୟାମବନ୍ଧୁଙ୍କର ମନେ ହେଲା ଏବଂ ଆପଣା ମନର କଥା ବାସୁଦେବଙ୍କୁ କହିଲା। ବାସୁ ଶ୍ୟାମବନ୍ଧୁଙ୍କୁ ପିତୃତୁଲ୍ୟ ମାନେ। କହିଲା, ଆଜ୍ଞା, ମୁଁ ସେହି କଥାଟା କହିବି ହେଉଥିଲି। ଦୁଇ ଜଣଙ୍କ ପରାମର୍ଶରେ ରେବତୀକୁ ପାଠ ପଢ଼ାଇବାର ସ୍ଥିର ହେଲା। ରେବତୀ ପାଖରେ ବସି ଶୁଣୁଥିଲା। ଦୁଇ ଚିଲ୍ଲାରେ ଘର ଭିତରକୁ ଯାଇ ମା'ଙ୍କୁ ଆଉ ଜେଜେଙ୍କୁ ମୁଁ ପାଠ ପଢ଼ିବି ଖବର ଦେଲା। ମା' କହିଲେ, ହଉ ହଉ ପଢ଼ିବୁ। ଜେଜେ କହିଲେ, ପାଠ କ'ଣ ଲୋ, ମାଇକିନିଆ ଝିଅଟା, ପାଠ କ'ଣ? ରନ୍ଧାବଢ଼ା ଶିଖ, ପିଠାପଣା କରି ଶିଖ, ଝଟି ଦିଅ ଶିଖ, ଦହି ମୁହାଁ ଶିଖ, ପାଠ କ'ଣ? ରାତିରେ ଶ୍ୟାମବନ୍ଧୁ ପିଣ୍ଡାରେ ଖଣ୍ଡେ ଆମ୍ବ କାଠ ପିଢ଼ା ଉପରେ ବସି ଭାତ ଖାଉଛନ୍ତି। ରେବତୀ ସାଙ୍ଗରେ ବସି ଖାଉଛି। ବୁଢ଼ୀ ଆଗରେ ବସି, ଭାତ ପୁଞ୍ଜାଏ ଆଣ, ଡାଲି ପାଣି ଟିକିଏ ପକେଇ ଯା, ଲୁଣ ଟିକିଏ ଦେ ଇତ୍ୟାଦି କଥା ବୋହୂ ପ୍ରତି ଆଦେଶ କରୁଛନ୍ତି। କଥାରେ କଥାରେ ବୁଢ଼ୀ କହି ବସିଲେ, ହଁ ରେ ଶ୍ୟାମ, ରେବି ପାଠ ପଢ଼ିବ। ପାଠ କ'ଣ ରେ? ତିରିଲା ଝିଅର ପାଠ କ'ଣ? ପାଠପଢ଼ା କ'ଣ? ଶ୍ୟାମବନ୍ଧୁ କହିଲେ, ହେଉ କହୁଛି ତ ପଢ଼ୁ। ଝଙ୍କଡ଼ ପଟ୍ଟନାୟକ ଘର ଝିଅମାନେ ଯେ ଭାଗବତ ବୋଲି ପାରନ୍ତି, ବୈଦେହୀଶ ବିଳାସ ଛାନ୍ଦ ଗାଆନ୍ତି। ରେବତୀ ଭାରି ଖପା ହୋଇ ଯାଇ ଜେଜେଙ୍କୁ ଗାଳି ଦେଇ କହିଲା, ଜାଲ ବୁଢ଼ୀ ଡୁଗୁରିଟା। ତାହା ବାଦ ଓଳି କରି ବାପକୁ କହିଲା, ନା ବାପା, ମୁଁ ପାଠ ପଢ଼ିବି। ଶ୍ୟାମବନ୍ଧୁ କହିଲେ, ହଁ ହଁ, ତୁ ପଢ଼ିବୁ। ସେଦିନ କଥା ଏତିକି। ତହିଁ ଆରଦିନ ଅପରଓଳି ବାସୁଦେବ ସୀତାନାଥ ବାବୁଙ୍କ ପ୍ରଥମ ପାଠ ଖଣ୍ଡିଏ ନେଇ ରେବତୀକୁ ଦେବାରୁ ସେ ବଡ଼ ଖୁସି ହୋଇ ବାପା ପାଖରେ ବସି କିତାପର ମୂଳ ପୁଡ଼ାଠାରୁ ଶେଷ ପୁଡ଼ା ଯାଏ ଓଲଟାଇ ଦେଖିଲା। ସେଥିରେ ହାତୀ, ଘୋଡ଼ା, ଗୋରୁ ଇତ୍ୟାଦି ଛବି ଦେଖି ଭାରି ଖୁସି ହୋଇଗଲା। ରାଜାମାନେ ହାତୀ ଘୋଡ଼ା ବାନ୍ଧି ଖୁସି ହୁଅନ୍ତି, କେହି ହାତୀ ଘୋଡ଼ା ଚଢ଼ି ଖୁସି ହୁଏ। ଆମ ରେବି ଛବିଟା ଦେଖି ଖୁସି। ରେବି ଧାଇଁ ଯାଇ ମା'ଙ୍କୁ କିତାପର ଛବି ସବୁ ଦେଖାଇଲା। ତାହା ବାଦ ଜେଜେଙ୍କୁ ଦେଖାଇଲା। ଜେଜେ କିଞ୍ଚିତ ବିରକ୍ତ ହୋଇ କହିଲା, ହଁ ଯା। ରେବି ତାକୁ ଦୂର ଗାଡ଼ି ଦେଇ ଫେର ଆସିଲା। ଆଜି ଦିନଟି ଭଲ, ଶ୍ରୀପଞ୍ଚମୀ। ରେବତୀ ସକାଳୁ ବୁଡ଼ ପାରି ଗାଧୋଇ ନୂଆ ଲୁଗା ଖଣ୍ଡିଏ ପିନ୍ଧି ଘର ବାହାରେ ହେଉଛି। ବାସୁ ଭାଇ ଆସିଲେ କିତାପ ପଢ଼ାଇ ଦେବ। ବୁଢ଼ୀ ଭୟରେ ବିଦ୍ୟାରମ୍ଭରେ ଆୟୋଜନ କିଛି ହୋଇନାହିଁ। ବେଳ 6 ଘଡ଼ି ସମୟରେ ବାସୁ ଯାଇ ପଢ଼େଇ ଦେଲା। ସରେ ଓ, ସରେ ଆ, ହର୍ଷ ଇ, ଦୀର୍ଘ ଇ, ହର୍ଷ ଉ, ଦୀର୍ଘ ଉ ଇତ୍ୟାଦି। ପ୍ରତିଦିନ ପଢ଼ା ଚାଲିଲା। ପ୍ରତିଦିନ ସଞ୍ଜବେଳେ ବାସୁ ଯାଇ ପଢ଼େଇ ଦିଏ। 2 ବରଷ ମଧ୍ୟରେ ରେବତୀ ଢେର ପଢ଼ିଗଲାଣି। ମଧୁରାଓଙ୍କ ଛାନ୍ଦମାଳା ପଢ଼ିଯିବା ବେଳେ ତୁଣ୍ଡରେ ବାଟୁଳି ବାଜେ ନାହିଁ। ଦିନେ ରାତିରେ ଶ୍ୟାମବନ୍ଧୁ ବସି ଭାତ ଖାଇବା ବେଳେ ମା ପୁଅ 2 ଜଣ କଥାବାର୍ତ୍ତା ହେଲେ। ପୂର୍ବେ ବୋଧକରୁ କିଛି କଥା ହୋଇଥିଲେ, ଆଜି ସେହି କଥାରେ ଉପସଂହାର। ଶ୍ୟାମବନ୍ଧୁ, କି ମା, ଭଲ ହେବ ନାହିଁ କି? ବୁଢ଼ୀ, ହଁ ଭଲ ତ ହେବ। ଜାତି କଥାଟା ବୁଝୁଛୁ ନା?
ଶ୍ୟାମବନ୍ଧୁ ମୁଁ ଆଜି ଯାଏଁ ଆଉ କ'ଣ ବୁଝୁଥିଲି? ଭଲ କରଣ, ଗରିବ ପୁଅ ହେଲେ କ'ଣ ହେବ, ଜାତି ଭଲ। ବୁଢ଼ୀ ଧନ ଦୌଲତ ନାହିଁ ବିଚାର, ଜାତି କଥାଟା ଆଗେ ପଚାର। ଘରେ ରହିବ ତ? ଶ୍ୟାମବନ୍ଧୁ ଘରେ ନ ରହି ଆଉ କୁଆଡ଼େ ଯିବ? ହଜାର ହେଲେ ମାମୁଁ ମାଇଁ ନା ଆଉ କ'ଣ? ରେବତୀ ପାଖରେ ବସି ଭାତ ଖାଉଥିଲା। ଏହି କଥାରେ ମର୍ମ ସେ କ'ଣ ବୁଝିଲା ସେ ଜାଣେ। ମାତ୍ର ସେହି ଦିନଠାରୁ ତାହାର ଭାବଭଙ୍ଗୀ ଅନ୍ୟ ରକମ ଦେଖୁଅଛୁ। ତାକୁ ବାପା ଆଗରେ ବାସୁ ଭାଇ ପଢ଼ାଇ ଦେଲେ କିପରି ଗୋଟାଏ ଲାଜ ମାଡ଼େ। ଅକାରଣ ସକାରଣ ସବୁବେଳେ ହସ ମାଡ଼େ। ମୁଣ୍ଡ ତଳକୁ ପୋତି ଦେଇ ଦୁଇ ଓଠକୁ ବୁଜି ହସ ଲୁଚାଏ। ଏଣିକି ବାସୁ ପଢ଼ାଇ ଦେଲେ କେତେବେଳେ ତୁନି ତୁନି ପଢ଼େ, କେତେବେଳେ ଖାଲି ହୁଁ ହୁଁ କରେ। ପଢ଼ା ସରିଲେ ପାଟି ବୁଜି ହସି ହସି ଘରକୁ ପଳାଇଯାଏ। ପ୍ରତିଦିନ ସଞ୍ଜବେଳେ ଦାଣ୍ଡ ଦୁଆର କବାଟକୁ ଧରି କାହାକୁ ଚାହିଁଥାଏ। ବାସୁ ଆସିଲେ ଘରକୁ ପଳାଏ। ପାଞ୍ଚ ଡାକରେ ବାହାରେ ନାହିଁ। ଏଣିକି ରେବତୀ ଦାଣ୍ଡକୁ କେବେ ବାହାରିଲେ ବୁଢ଼ୀ ଖପା ହୁଏ। ଦେଖୁ ଦେଖୁ ପଞ୍ଚମୀକୁ ପଞ୍ଚମୀ 2 ବର୍ଷ ହୋଇଗଲାଣି। ବିଧାତାଙ୍କର ବିଧାନ କାହାର ଦିନ ସମାନ ଭାବରେ ଯିବ ନାହିଁ। ଫଗୁଣ ମାସିଆ ଦିନ, କାହିଁ କିଛି ନାହିଁ। ଅଚାନକ କାହୁଁ ବାଡ଼ି ଆସିଲା। ସକାଳେ ଗ୍ରାମରେ ଶୁଣାଗଲା ଗୁମାସ୍ତା ଶ୍ୟାମବନ୍ଧୁ ମହାନ୍ତି ବାଡ଼ି ଧରିଛନ୍ତି। ମଫସଲ ଗାଁରେ ବାଡ଼ି ପଡ଼ିଲେ ତାଟି କବାଟ ପଡ଼ିଯାଏ। ବାଡ଼ି ବୁଢ଼ୀ ସତେ ପରା ଟୋକେଇଟିଏ କାଖେଇ ଦାଣ୍ଡରେ ମନୁଷ୍ୟ ଗୋଟାଉଛି। ଏପରି ସମସ୍ତେ ମଣନ୍ତି। ଦୁଆରକୁ କାହାରି ଆସିବାର ନାହିଁ। ମାଇକିନିଆ ଦୁଇଟା କ'ଣ କରିବେ? ପିଲାଟା ଡାକ ପାଡ଼ି ଘର ବାହାରେ ହେଉଛି। ବାସୁଦେବ ଶୁଣି ସ୍କୁଲ ଛାଡ଼ି ଧାଇଁଲା। ଡର ନାହିଁ, ଭୟ ନାହିଁ, ଆପଣା ଶରୀରର ପ୍ରତି ଭାବନା ନାହିଁ। ଶ୍ୟାମବନ୍ଧୁ ପାଖରେ ବସି ଗୋଡ଼ରେ ହାତ ବୁଲାଉଥାଏ। ପାଣି ଟପାଏ ଟପାଏ ମୁହଁରେ ଦେଉଥାଏ। ବେଳ 3 ପହର ସମୟରେ ଶ୍ୟାମବନ୍ଧୁ ବାସୁ ମୁହଁକୁ ଚାହିଁ ଖନେଇ ଖନେଇ କହିଲା, ବାସୁ ଲାଗିଲା। ବାସୁ ଭ ଭ କରି ଡକା ପାଡ଼ିଲା। ଘରେ ଚହଳ ପଡ଼ିଗଲା। ରେବତୀ ଭୂଇଁରେ ପଡ଼ି ଗଡ଼ୁଥାଏ। ଗାଁର ଲୋକେ ଶୁଣି କହିଲେ, ହଇ ଗଲା। ଦେଖୁ ଦେଖୁ ସଞ୍ଜବେଳକୁ କିଛି ନାହିଁ। କ'ଣ କରିବେ? ବାସୁ ଦେବଟା କାଲିକା ପିଲା, ଆଉ 2ଟା ଭୁଆସୁଣୀ। ଗ୍ରାମର ବନ ସେଠି ଧବା ଜଣେ ଜାଣିବା ଶୁଣିବା ଲୋକ। ତା ଦେହ କରେ 50 କି 60 ପାର କଲାଣି। କାଲି ହେଲେ ଯିବାକୁ ହେବ, ଆଜି ହେଲେ ଯିବାକୁ ହେବ। ଲୁଗାପଟା 2 ଖଣ୍ଡ ମଧ୍ୟ ମିଳିବାର ଭରସା। ଗାମୁଛାଟାଏ ଅଣ୍ଟାରେ ଭିଡ଼ି ଦେଇ କୋରାଡ଼ିଟାଏ କାନ୍ଧରେ ପକାଇ ହାଜର ହୋଇଗଲା। ଗ୍ରାମରେ କରଣ ସେହି ଘରକ। ଶାଶୁ ବୋହୂ ବାସୁଦେବ 3 ଜଣ ଧରାଧରି କରି କର୍ମ ଚଳାଇଲେ। ସେ ସମୟରେ କଥାଗୁଡ଼ାକ ଲେଖିବାକୁ ଆଉ ହାତ ଚଳୁନାହିଁ। ଶ୍ମଶାନରୁ ଫେରି ଆସିବା ବେଳକୁ କୁଆଁତାରା ଉଇଁଲାଣି। ଘରେ ପଶିବା ମାତ୍ରକେ ରେବତୀ ମା ପୋଖରୀ ପାଣି ଗଲା। ଦେଖୁ ଦେଖୁ ଦିନ 2 ପହର ବେଳେ ଗ୍ରାମରେ ହାଟ ହେଲା। ରେବତୀ ମା ନାହିଁ। ଦିନ ଚାଲିଯାଏ। କାହାରି ଲାଗି ଦିନ ବସେ ରହେ ନାହିଁ। କାହାରି ପାଲିଙ୍କି ଉପରେ ପାଟଛତା, କାହାରି ବେଡ଼ି ଉପରେ କରଡ଼ା। ଦିନ ଯାଉଛି ସମସ୍ତଙ୍କର, ଯିବ ସମସ୍ତଙ୍କର। ଦେଖୁ ଦେଖୁ 3 ମାସ କଟିଗଲାଣି। ଶ୍ୟାମବନ୍ଧୁ ଘରେ 2 ଗୋଟି ଗାଈ ଥିଲେ। ତହବିଲ ବାକି ଟଙ୍କା ସକାଶେ ଜମିଦାର ଘର ଲୋକେ ଆସି ବାନ୍ଧି ଘିନିଗଲେ। ଆମ୍ଭେମାନେ ଜାଣୁ, ଜମିଦାର ଘର ଟଙ୍କାକୁ ଶ୍ୟାମବନ୍ଧୁ ଶିବ ନିର୍ମାଲ୍ୟ ପରି ଜ୍ଞାନ କରେ। ଟଙ୍କାଟିଏ ଅସୁଲ ହେଲେ ଜମିଦାର କଚେରୀରେ ପୈଠ ନ କରିବା ଯାଏଁ ତା'ର ନିଦ ନାହିଁ। ମାତ୍ର ତାହା ଉପରେ ଟଙ୍କା ଥାଉ ବା ନଥାଉ, ଗାଈ 2ଟି ବଡ଼ ଦୁଆଣିଆ। ଏ କଥା ପୂର୍ବରୁ ଜମିଦାରଙ୍କୁ ଜଣାଥିଲା। ତାହା ଛଡ଼ା ଜମିଦାର ଚଷିବାକୁ ଯେ 3 ମାଣ ଜମି ଦେଇଥିଲେ, ତାହା ଛଡ଼ାଇ ନେଲେଣି। ହଳିଆଟା ବା ଘରେ ଆଉ କିଆଁ ରହିବ? ଦୋଳ ପୂର୍ଣ୍ଣିମା ଦିନ ସେ ଛାଡ଼ିଗଲା। ବଳଦ 2ଟା 17.5 ଟଙ୍କାରେ ବିକା ଯାଇଥିଲା। 2 ଜଣଙ୍କ କ୍ରିୟାରେ ଖରଚ ଯାଇ ବଢ଼ିଥିଲା। ସଟାବଟା କରି ମାସେ ଚଳିଗଲା। ଆଜି ଢାଳଟା, କାଲି ପିତଳଟା। ବିକାବଟା ବନ୍ଧା ଛଟାରେ ଆଉ ମାସେ ଗଲା। ବାସୁ 2 ଓଳି ଦୁଆରକୁ ଆସେ। ରାତି ଘଡ଼ିଏ ଯାଏଁ ଥାଏ। ଆଈ ନାତୁଣୀ ଶୋଇବାକୁ ଗଲେ ବସାକୁ ଯାଏ। ବାସୁ କିଛି ଟଙ୍କା ପଇସା ଦେଲେ ଆଈ ବା ନାତୁଣୀ କେହି ନିଅନ୍ତି ନାହିଁ। ବଳେଇ ବଳେଇ କିଛି ଦେଲେ ତାହା ଠଣାରେ
ପଡ଼ିଥାଏ। ବାସୁ ଜାଣିପାରି ଆଉ କିଛି ଦିଏ ନାହିଁ। ବୁଢ଼ୀ ପାଖକୁ ଗୋଟାଏ ଦୁଇଟା ପଇସା ନେଇ ସଉଦା କିଣିଦିଏ। ସେହି 2 ପଇସାରେ ସଉଦାରେ 8-10 ଦିନ ଚଳିଯାଏ। ଘରର ଚାଳ ଉଡ଼ିଗଲାଣି, ଛାଉଣି ଦରକାର। ବାସୁ 2 ଟଙ୍କାରେ ନଡ଼ା କିଣି ବାଡ଼ିରେ ଗଦେଇ ଅଛି। ଶରଣ ହେବାକୁ ଛପର ବନ୍ଧ ହୋଇପାରି ନାହିଁ। ବୁଢ଼ୀ ଏବେ ଆଉ ଦିନରାତି ବସି କାନ୍ଦେ ନାହିଁ। କେବଳ ସଞ୍ଜ ହେଲେ ବସି କାନ୍ଦେ। କାନ୍ଦି କାନ୍ଦି ତଳେ ପଡ଼ିଯାଏ। ସେହିଠାରେ ରାତି କାଟେ। ରେବତୀ ଧକେଇ ଧକେଇ ପାଖରେ ପଡ଼ିଯାଏ। ବୁଢ଼ୀ ଆଖିକି ଏବେ ଭଲ ଦିଶୁନାହିଁ। ବାୟାଣୀ ପରି ହୋଇଗଲାଣି। ଏବେ ସେ କାନ୍ଦିବାର ଊଣା କରି ରେବତୀକୁ ଗାଳି ଦେବାକୁ ଆରମ୍ଭ କରିଛି। ଏତେ ଯେ ଦୁଃଖ, ଏତେ ଯେ ଦୁର୍ଦ୍ଦଶା, ସବୁର ମୂଳ କାରଣ ରେବତୀ। ଏହା ସେ ମନେ ମଧ୍ୟରେ ସ୍ଥିର କରି ସିଦ୍ଧାନ୍ତ କରି ସାରିଲାଣି। ରେବତୀ ପାଠ ପଢ଼ିବାରୁ ପୁଅ ମଲା, ବୋହୂ ମଲା, ହଳିଆ ଛାଡ଼ିଗଲା, ବଳଦ ବିକାଗଲା, ଜମିଦାର ଘର ଗାଈ ବାନ୍ଧି ନେଇ ଘେନିଗଲେ। ରେବତୀ କୁଲକ୍ଷଣୀ, ସେ କୁଢ଼ଙ୍ଗୀ, ସେ ଲକ୍ଷ୍ମୀ ଛାଡ଼ି ବୁଢ଼ୀ ଆଖିକୁ ଯେ ଦିଶୁନାହିଁ, ତାହାର କାରଣ ରେବତୀର ପାଠପଢ଼ା। ବୁଢ଼ୀ ଗାଳି ଦେବାବେଳେ ରେବତୀ ଆଖିରୁ 2 ଧାର ବହି ଯାଉଥାଏ। ଡରେ ବୁଢ଼ୀ ଆଗରେ ସେ ଛିଡ଼ା ହୋଇପାରେ ନାହିଁ। ବାଡ଼ି ଦୁଆରେ ନୋହିଲେ ଘର କଣରେ ମୁହଁ ଘୋଡ଼ାଇ କାଠଟି ପରି ବସିଥାଏ। ବାସୁ ମଧ୍ୟ ଦୋଷୀ, କାରଣ ରେବତୀ ତ ଏତେ ଦିନ ଯାଏ ପଢ଼ିନଥିଲା। ସେହି ଆସି ସିନା ପାଠ ପଢ଼ାଇଲା। ମାତ୍ର ବୁଢ଼ୀ ବାସୁକୁ କିଛି କହିପାରେ ନାହିଁ। ବାସୁ ନ ହେଲେ ଘର ଦଣ୍ଡେ ଅଚଳ। ପୁଣି ଜମିଦାର ଘର ଲଟ ଛିଡ଼ି ନାହିଁ। ଜମିଦାର ଘର ଲୋକ ଆସି ଆଜି ଏ ହିସାବଟା, କାଲି ସେ ହିସାବଟା ମାଗେ। ବାସୁ ନ ହେଲେ ପାଞ୍ଜି ବିଡ଼ାରୁ ପଢ଼ି ପତର କାଢ଼ି ଦେବ କିଏ? ବାସୁ ନ ଥିବା ବେଳେ ସେ ସହଜ କଥାରେ କେବେ କେବେ ଆପଣା ମନ୍ତବ୍ୟ ପ୍ରକାଶ କରିଥାଏ। ରେବତୀ ଆଉ ଏଣିକି ସେହି ଗୃହ ପ୍ରାଙ୍ଗଣରେ ସଞ୍ଚାରିଣୀ ଲୀଳାମୟୀ ପ୍ରତିମା ନୁହେଁ। ତାହା ପାଟି ଆଉ କେହି ଶୁଣି ନାହିଁ। ବାପ ମଲା ଗଲାଦିନୁ ତାକୁ ଦାଣ୍ଡଦୁଆର ଆଉ କେହି ଦେଖୁନାହାନ୍ତି। କେତେ ଦିନ ଯାଏ ଭଁ ଭଁ କରି ଡକା ପାରୁଥିଲା। ଏବେ ଆଉ ପାଟି କରି କାନ୍ଦେ ନାହିଁ। ମାତ୍ର ଦିବାରାତ୍ର ତାହାର ବଡ଼ ବଡ଼ ଆଖି ଦୁଇଟା ସାନ ସାନ ନୀଳକଇଁ ପରି ପାଣିରେ ଢଳ ଢଳ ହେଉଥାଏ। ତାହାର କ୍ଷୁଦ୍ର ପ୍ରାଣ, ତହିଁରୁ ଅତି କ୍ଷୁଦ୍ର ମନଟି ଏକାବେଳକେ ଭାଙ୍ଗି ଯାଇଛି। ତା ପକ୍ଷରେ ବର୍ତ୍ତମାନ ଦିନରାତି ସମାନ। ସୂର୍ଯ୍ୟରେ ଆଲୁଅ ନାହିଁ, ରାତିରେ ଅନ୍ଧାର ନାହିଁ, ସମସ୍ତ ଜଗତ ଶୂନ୍ୟ। କେବଳ ପିତାମାତାଙ୍କ ମୂର୍ତ୍ତି ହୃଦୟ ପୂର୍ଣ୍ଣ କରିଅଛି। ମା ଏହିଠାରେ ବସି ଅଛନ୍ତି, ବାପା ଚାଲି ଯାଉଅଛନ୍ତି। ତାହା ଆଖିରେ କେବଳ ଏହି 2ଟା ଦିଶୁଅଛି। ବାପା ମା ମରିଯାଇଛନ୍ତି, ଆଉ ସେମାନେ ଆସିବେ ନାହିଁ, ଏ କଥା ବିଶ୍ୱାସ କରିପାରୁନାହିଁ। ପେଟରେ ଭୋକ ନାହିଁ, ଆଖିରେ ନିଦ ନାହିଁ। ଦିବାନିଶି ଅନୁକ୍ଷଣ ପିତା ମାତା ଧ୍ୟାନ। ଜେଜେମା ଡରରେ ଖାଇବାକୁ ବସେ, ଭୂଇଁରୁ ପ୍ରାୟ ଉଠେ ନାହିଁ। ଦେହରେ ହାଡ଼ ଚମ 2 ଖଣ୍ଡ ଧୁଡ଼ୁ ଧୁଡ଼ୁ ହେଉଛି। କେବଳ ବାସୁଦେବ ଘରକୁ ଆସିଲେ ଉଠି ବସେ। ବଡ଼ ବଡ଼ ଆଖି ଦୁଇଟାରେ ଜଳ ଜଳ କରି ବାସୁକୁ ଚାହିଁଥାଏ। ବାସୁ ଅନାଇଲେ ସାନ ନିଶ୍ୱାସଟା ପକାଇ ମୁଣ୍ଡ ପୋତି ଦିଏ। ବାସୁ ପାଖରେ ଥିବା ଯାଏଁ ତାକୁ ହିଁ ଚାହିଁ ରହିଥାଏ। ତେତେବେଳେ ତାହାର ଆଉ କିଛି ଜ୍ଞାନ ନଥାଏ। ଆଖିରେ ବାସୁଦେବ ଚିନ୍ତା, ବାସୁଦେବ, ସମସ୍ତ ହୃଦୟଟା ବାସୁଦେବମୟ। ଶ୍ୟାମବନ୍ଧୁ ମରିବାର ଆଜିକୁ ହାତ ଗଣତିରେ 5 ମାସ, ଜ୍ୟେଷ୍ଠମାସିଆ ଦିନ। ଠିକ୍ ଦିନ 2 ପହର ବେଳେ ବାସୁ ଦୁଆର ଡାକିଲା। ଏତେବେଳେ ସେ କୌଣସି ଦିନ ଆସେ ନାହିଁ। ବୁଢ଼ୀ କୁନ୍ଥେଇ କୁନ୍ଥେଇ ଯାଇ ଦୁଆର ଫିଟାଇ ଦେଲା। ବାସୁ କହିଲା, ଜେଜେମା। ବାସୁ ବୁଢ଼ୀକୁ ଜେଜେମା ବୋଲି ବରାବର ଡାକେ। ଦିପଟି ଇନ୍ସପେକ୍ଟର ହରିହରପୁର ଥାନାରେ ବସି ପାଠଶାଳା ପିଲାମାନଙ୍କୁ ପାଠ ପଚାରିବେ। ସବୁ ସ୍କୁଲର ପିଲାମାନେ ଯିବେ। ମୋ ପାଖକୁ ଚିଠି ଆସିଛି। ମୁଁ ପିଲାମାନଙ୍କୁ ନେଇ କାଲି ସକାଳେ ଯିବି। 5 ଦିନ ଲାଗିବ। ରେବତୀ କବାଟ କଣରେ ଛିଡ଼ା ହୋଇ ଶୁଣୁଥିଲା। ଲୁଟ୍ କରି ବସି ପଡ଼ିଲା। ଭାଗ୍ୟେ କବାଟ ଧରିଥିଲା, ନହେଲେ ପଡ଼ିଯାଇଥାନ୍ତା। ବାସୁ 5 ଦିନ ସକାଶେ ଚାଉଳ, ଲୁଣ, ତେଲ, ବାଇଗଣ କିଣିକି ଆଣି ଅଗଣାରେ ଥୋଇଦେଇ ବୁଢ଼ୀକୁ ଜୁହାରଟା ହୋଇ ଶନିବାର ମୁହଁସଞ୍ଜ ବେଳେ ବାହାରିଲା। ବୁଢ଼ୀ କହିଲା, ବାପା, ଖରାରେ ବୁଲିବୁ ନାହିଁ, ଦିହପାକୁ ଚାହିଁବୁ।
ବେଳରେ ଦିଟା ତୁଣ୍ଡରେ ଦେବୁ। ଏହା କହି ନିଶ୍ୱାସଟା ପକାଇଲା। ରେବତୀ ଏକ ଧ୍ୟାନରେ ବାସୁକୁ ଚାହିଁ ରହିଥାଏ। ଆଜିକା ଚାହାଣୀ ଅନ୍ୟ ରକମର। ଆଗେ ବାସୁ ଚାହିଁଲେ ମୁଣ୍ଡ ତଳକୁ ପୋତି ଦେଉଥିଲା। ଆଜି ସେ ଭାବ ନାହିଁ, ଏକ ଧ୍ୟାନରେ ବାସୁକୁ ଚାହିଁ ରହିଛି। ବାସୁର ମଧ୍ୟ ଆଜି ଆଗକା ଚାହାଣୀ ନୁହେଁ। ଆଗେ ବାସୁର ଯେମନ୍ତ ଖୁବ୍ ଇଚ୍ଛା ରେବତୀକୁ ଭଲ କରି ଦେଖିବ, କିନ୍ତୁ ଅନାଇ ପାରେ ନାହିଁ। ଆଜି ଚାରିଚକ୍ଷୁର ମିଳନ। ଆଖି ଫେରାଇବାକୁ କାହାରି ଆୟତ୍ତ ନାହିଁ। ବାସୁ ଚାଲିଗଲାଣି। ଆଉ ଦିନ ନାହିଁ। ଘର କାହାର ଅନ୍ଧାର ପୂରିଗଲାଣି। ରେବତୀ ଯେପରି ଚାହିଁ ରହିଥିଲା ସେହିପରି ଚାହିଁ ରହିଛି। ବୁଢ଼ୀ ଡାକିବାରୁ ତାହାର ଚେତନା ହେଲା। ଘର ବାହାର ସମସ୍ତ ଅନ୍ଧକାରମୟ। ରେବତୀ ବସି ଦିନ ଗଣୁଛି। ଆଜିକି 6 ଦିନ। ବାପା ମା ଗଲା ଦିନୁ ଦାଣ୍ଡଦୁଆର ଦେଖିନଥିଲା। ଆଜି ସକାଳୁ ଦାଣ୍ଡଦୁଆର 2 ଥର ମୁହଁ ମାରି ଗଲାଣି। ବେଳ ଅନ୍ଦାଜ 6 ଘଡ଼ି। ହରିହରପୁରରୁ ସ୍କୁଲ ପିଲାମାନେ ଫେରି ଆସିବା ମାତ୍ରେ ଲୋକେ ବୋଲାବୋଲି ହେଲେ। ହରିହରପୁରରୁ ଫେରି ଆସିବା ସମୟରେ ଗୋପାଳପୁରର ବରଗଛ ମୂଳରେ ପଣ୍ଡିତଙ୍କୁ ବାଡ଼ି ଧଇଲା। 4 ଥର ପୋଖରୀ ପାଣି ହେଲା। ଅଧରାତି ବେଳେ ଚାଲିଗଲେ। ଗ୍ରାମ ଲୋକମାନେ ହାୟ ହାୟ କଲେ। ପୁଅ ଝିଅ ମା ମାଇକିନିଆମାନେ ପାଟି କରି କାନ୍ଦି ପକାଇଲେ। କେହି କହିଲା ଆହା କି ରୂପରେ, କେହି କହିଲା କି ଧୀରରେ, କେହି କହିଲା ଦାଣ୍ଡରେ ଚାଲି ଯାଉଥିବ ଯେ ମାଛିକିଟି ମୋ କରେ ନାହିଁ। ରେବତୀ ଶୁଣିଲା, ବୁଢ଼ୀ ଶୁଣିଲା। ବୁଢ଼ୀ କାନ୍ଦି କାନ୍ଦି ତାହା କଣ୍ଠରୁଦ୍ଧ ହୋଇଗଲା। ଆଉ କାନ୍ଦି ପାରିଲା ନାହିଁ। ଶେଷରେ ଉଠି କହିଲା, ଆହା ବାପ, ବିଦେଶକୁ ଆସି ଆପଣା ବୁଦ୍ଧିରେ ପ୍ରାଣ ହରେଇଲୁ ରେ। ଅର୍ଥାତ୍ ସେ ଦୁର୍ବୁଦ୍ଧି କରି ରେବତୀକୁ ପାଠ ପଢ଼ାଇବାରୁ ମରିଗଲା, ନହେଲେ କେବେ ମରିନଥାନ୍ତା। ଶୁଣିଲା ବେଳକୁ ରେବତୀ ଘରେ ଯାଇ ପଡ଼ିଛି। ସ୍ୱର ଶବ୍ଦ ନାହିଁ। ସେ ଦିନଟା ଗଲା। ତହିଁ ଆରଦିନ ସକାଳେ ବୁଢ଼ୀ ରେବତୀକୁ ପାଖରେ ନ ଦେଖି ପାଟି କରି ଡାକିଲା, ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି। ବୁଢ଼ୀ ବାୟାଣୀ ପରି ହୋଇ ଗଲାଣି। କାନ୍ଦି ବୋବାଳି ନାହିଁ। କେବଳ ରାଗରେ ଦିନରାତି ରେବତୀକୁ ଗାଳି। ପଡ଼ିଶା ଲୋକେ, ଦାଣ୍ଡ ଗଲା ଲୋକେ ଯେତେବେଳେ ଇଚ୍ଛା ସେତେବେଳେ ଶୁଣୁଛନ୍ତି, ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି। ବୁଢ଼ୀ ଆଖିକୁ ଦିଶୁନାହିଁ। ଅଣ୍ଡାଳି ଅଣ୍ଡାଳି ଯାଇ ରେବତୀକୁ ପାଇଲା। ଡାକିଲା। ଜବାବ ନ ପାଇ ତା ଦେହରେ ହାତ ବୁଲାଇ ଦେଖିଲା। ଭାରି ଜ୍ୱର। ଦେହରୁ ନିଆଁ ବାହାରୁଛି। ଜ୍ଞାନ ନାହିଁ। ବୁଢ଼ୀ ଢେର ବେଳ ଯାଏ ବସି କ'ଣ ପାଞ୍ଚିଲା। କ'ଣ କରିବ, କାହାକୁ ଡାକିବ, ମନ ମଧ୍ୟରେ ଜଗତ ସଂସାର ଖୋଜିଲା। ପାଖରେ କାହାକୁ ଦେଖିଲା ନାହିଁ। କିଛି ସ୍ଥିର କରି ନ ପାରି ଖପା ହୋଇ କହିଲା, ଯାହା ଆପଣାକିଆ ତହିଁକି ଇଲାଜ କିଆଁ? ଅର୍ଥାତ୍ ତୁ ପାଠ ପଢ଼ିବାରୁ ଜ୍ୱର ହେଲା, ମୁଁ କ'ଣ କରିବି? ଦିନେ ଗଲା, 2 ଦିନ ଗଲା, 3 ଦିନ ଗଲା, 4 ଦିନ ଗଲା, 5 ଦିନ ମଧ୍ୟ ଗଲା। ରେବତୀ ମାଟିରେ ଲାଗି ଯାଇଅଛି। ଆଖି ଫିଟାଉ ନାହିଁ। ଡାକିଲେ ଉତ୍ତର ନାହିଁ। ଉଁଚୁ ହେବାକୁ ମଧ୍ୟ ନାହିଁ। ଆଜି 6 ଦିନ। ରେବତୀ ସକାଳୁ 2-4 ଥର ପାଟି ଗଲାଣି। ବୁଢ଼ୀ ପାଟି ଶୁଣି ପାଖକୁ ଗଲା। ଦେହରେ ହାତ ବୁଲାଇ ଦେଖିଲା, ଗୋଡ଼ ହାତ ଶୀତଳ। ଡାକିଲେ ହୁଁ ହୁଁ ଜବାବ ଦେଲା। କଟମଟ କରି ମୁହଁକୁ ଚାହୁଁଅଛି। କିଛି ନ ପଚାରିଲେ ମଧ୍ୟ କେତେ କଥା କହି ପକାଉଛି। କୌଣସି କବିରାଜ ଦେଖିଲେ ତୃଷ୍ଣା ଦାହଂ ପ୍ରଳାପଶ୍ଚ ଇତ୍ୟାଦି ଶ୍ଳୋକ ପଢ଼ି କହନ୍ତେ ସନ୍ନିପାତସ୍ୟ ଲକ୍ଷଣମ୍। ମାତ୍ର ବୁଢ଼ୀ କିଛି ଶୁଣି ଖୁସି ହେଲା। ଦେହରେ ତାତି ନାହିଁ। କଥା କହୁ ନଥିଲା। ପାଟି ଫିଟାଇଲାଣି। ଚାହୁଁ ନଥିଲା, ଆଖି ଫିଟାଇଲାଣି। ପାଣି ପିଇବାକୁ ମାଗିଲାଣି। 6 ଦିନ ହେଲା ଜିଭରେ ପାଣି ଟୋପା ବାଜି ନାହିଁ। 4ଟା ପଥି ପେଟରେ ପଡ଼ିଲେ ଝିଅଟା ଉଠି ବସିବ। ତୁ ଶୋଇଥା, ମୁଁ 4ଟା ପଥି ରାନ୍ଧି ଆଣେ। ଏହା କହି ବୁଢ଼ୀ ବାହାରକୁ ବାହାରି ଆସିଲା। ପଥି ରାନ୍ଧିବ କ'ଣ? ଘରେ ପାଛିଆ, କୁଣ୍ଡେଇ, ହାଣ୍ଡି, ଆଟିକା ସବୁ ଖୋଜିଲା। ମୁଠାଏ ଚାଉଳ ନାହିଁ। ନିଶ୍ୱାସଟା ପକାଇ ଘଡ଼ିଏ ବସିଲା। ବାସୁ 5 ଦିନକୁ ଚାଉଳ ଡାଲି କିଣି ଦେଇ ଯାଇଥିଲା। ସେଥିରେ 10 ଦିନ କିଆଁ ଚଳିଗଲା। ବୁଢ଼ୀର ଦୃଷ୍ଟି ଶକ୍ତି ଥିଲେ ବୁଝି ପାରିଥାନ୍ତା। ବସି ବିଚାର କଲେ ବୁଦ୍ଧି ଦିଶେ। ଘରେ କଂସା ବାସନ କିଛି ନାହିଁ। ହାତରେ ଗୋଟାଏ କଣା ଢାଳ ପଡ଼ିଲା। ସେଇଟା ଧରି ହରିଷା ଦୋକାନକୁ ବାହାରିଲା। ହରିଷା ଘର ଗ୍ରାମ ମଝିରେ। ତାହାର ରୀତିମତ ଦୋକାନ ନାହିଁ। ଚାଉଳ, ଡାଲି, ଲୁଣ, ତେଲ ରଖିଥାଏ। କୌଣସି ଦିନ ବିଦେଶୀ ଲୋକ ପହଞ୍ଚିଗଲେ କିଣନ୍ତି। କେବେ ହେଲେ ଗ୍ରାମ ଲୋକଙ୍କର କିଛି ଦରକାର ହେଲେ କିଣନ୍ତି। ବୁଢ଼ୀ ଢାଳଟିଏ ଧରି ହରିଷା ଦୁଆରେ ପହଞ୍ଚିଲା। ହରିଷା ବୁଢ଼ୀ ହାତରେ ଢାଳଟି ଦେଖି ଅର୍ଥଟା ବେଶ୍
ବୁଝିଗଲା। ବୁଢ଼ୀ ଆପଣାର ଅଭିପ୍ରାୟ ଜଣାଇବାରୁ ହରି ଢାଳଟା ହାତରେ ଧରି ଚାରି ପାଖ ଦେଖି କହିଲା, ନାହିଁ ନାହିଁ, ମୋ ଘରେ ଚାଉଳ ନାହିଁ, ଆଉ ଏହି କଣା ଢାଳଟା ରଖି କିଏ ଚାଉଳ ଦେବ? ହରି ଘରେ ଯେ ଚାଉଳ ନଥିଲା ତାହା ନୁହେଁ, ଦେବାକୁ ମଧ୍ୟ ଇଚ୍ଛା, ତେବେ ଶସ୍ତାରେ ନେବାର କଥା। ଚାଉଳ ନଥିବାର ଶୁଣି ବୁଢ଼ୀ ମୁଣ୍ଡରେ ତ ବଜ୍ର ପଡ଼ିଲା। କ'ଣ କରିବ, ଝିଅଟା ଜ୍ୱରରୁ ଉଠିଛି, ତା ମୁହଁରେ କ'ଣ ଦେବି? ଘଡ଼ିଏ ବସିଗଲା ବେଳକୁ ବୁଢ଼ୀ ଆସିଲାଣି। ହରିକୁ ଦୁଇ ଥର ଅନାଇଲା। ଯାଏଁ ଝିଅଟା କ'ଣ କରୁଛି ଦେଖେ। ଢାଳଟି ଧରି ଉଠୁଛି। ହରି କହିଲା, ଦିଅ ଢାଳଟା ଦିଅ, ଦେଖେ ଘରେ କ'ଣ ଅଛି। ହରି ଢାଳଟା ରଖି ଚାରିମାଣ ଚାଉଳ, ଅଧମାଣ ଯାଇ କିଛି ଲୁଣ ଦେଲା। ବୁଢ଼ୀ 4-6 ଜାଗା ବସି ଉଠି ଘରେ ଆସି ପହଞ୍ଚିଲା। ଏପର୍ଯ୍ୟନ୍ତ ବୁଢ଼ୀ ଦାନ୍ତରେ ଦାନ୍ତକାଠି ବାଜିନାହିଁ। ଦେହ ମନ କଥା କ'ଣ କହିବୁ? ଘରେ ପହଞ୍ଚି ରେବତୀକୁ ଡାକିଲା। ତାହାର ବିଶ୍ୱାସ ରେବତୀ ଭଲ ହୋଇଗଲାଣି। ପାଣି କାଢ଼ି ଦେବ, ସେ ଭାତ ରାନ୍ଧିବ। ରେବତୀ ଜବାବ ନ ଦେବାରୁ ସେ ଭାରି ଖପା ହେଲା। ଯାଇ ଡାକିଲା, ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି। ଜବାବ ନାହିଁ। ଏଣେ ରେବତୀର ସନ୍ନିପାତ ରୋଗ କ୍ରମଶଃ ବଢ଼ୁଛି। ଭୟାନକ ଯନ୍ତ୍ରଣା। ଦେହ କ୍ରମଶଃ ଶୀତଳ ହୋଇଯାଉଛି। ଜିଭ ଶୁଖିଗଲାଣି। ଭୟଙ୍କର ପିପାସା। ଜିଭଟା ଯେମନ୍ତ ଭିତରକୁ ଚାଲିଯାଉଛି। ଥଣ୍ଡା ଜାଗାକୁ ଯିବାର ଇଚ୍ଛା। ଘରଯାକ ଗଡ଼ି ଗଡ଼ି ବାହାରକୁ ଆସିଲା। ସୁଖ ଲାଗିଲା ନାହିଁ। ବାଡ଼ି ଦୁଆରକୁ ଯାଇ ପିଣ୍ଡାରେ ବସିଲା। ଦିନ ଶେଷ ହୋଇ ଆସିଲାଣି। ଖୁବ୍ ପବନ ବହୁଛି। ବାଡ଼କୁ ଆଉଜି ବସିଲା। ବାଡ଼ିଯାକ ଅନାଇଲା। ବାପ ଗଲା ବରଷ ଏହି କଦଳୀ ଲଗାଇଥିଲେ। ଭଣ୍ଡା ବାହାରିଲାଣି। 2 ବର୍ଷ ତଳେ ମା ଗୋଟିଏ ପିଜୁଳି ଗଛ ବାଡ଼ିରେ ଲଗାଇଥିଲେ। ରେବତୀ ଧାଇଁ ଧାଇଁ ତାଳେ ପାଣି ଗଛରେ ଦେଇଥିଲା। ସେ ଗଛ କେଡ଼େଟାଏ ହେଲାଣି, ଫୁଲ ଧରିଲାଣି। ସେ ଗଛ ଦେଖି ମା ମନରେ ପଡ଼ିଲେ। ବୁଦ୍ଧି ସ୍ଥିର ନାହିଁ, ମନ ଚଞ୍ଚଳ। ଲଗାଲଗି କିଛି କଥା ମନରେ ପଡ଼ୁନାହିଁ। ମାତ୍ର ମାତାର ଆନନ୍ଦମୟୀ ମୂର୍ତ୍ତି ଆଉ ମନକୁ ଛାଡ଼ୁନାହିଁ। ସଞ୍ଜ ଗଡ଼ି ଗଲାଣି। ଗଛ ମୂଳରୁ, ଡାଳ ଉଢାଳରୁ ଅନ୍ଧାର ଗୁଡ଼ାକ ବାହାରି ବାଡ଼ି ପୂରି ଗଲାଣି। ଆଉ କିଛି ଦିଶୁନାହିଁ। ଆକାଶକୁ ଚାହିଁଲେ ପହରିକିଆ ତରାଟିରୁ ଧକ ଧକ ହୋଇ କିରଣ ବାହାରୁଅଛି। ଏକ ଧ୍ୟାନରେ ରେବତୀ ସେହି ତାରାକୁ ଚାହିଁଅଛି। ଆଖିରେ ଆଉ ପଲକ ପଡ଼ୁନାହିଁ। ତାରାର ଆକାର କ୍ରମଶଃ ବଢ଼ି ଯାଉଛି। ଚକ୍ର ପରି ଆକାର ହୋଇଗଲାଣି। ଆହୁରି ବୁଦ୍ଧି କ୍ରମଶଃ ଉଜ୍ଜ୍ୱଳ। ଆହା, ଏ କି ମୂର୍ତ୍ତି! ତାରା ମଧ୍ୟରେ ଶାନ୍ତିଦାୟିନୀ, ପ୍ରେମମୟୀ, ଆନନ୍ଦମୟୀ ମାତାଙ୍କର ଅଭୟା ମୂର୍ତ୍ତି ପରି ବସି ସ୍ନେହରେ କଳକୁ ନେବା ସକାଶେ ଡାକୁଛନ୍ତି। ମା 2 ଗୋଟି କିରଣ ହସ୍ତ ବଢ଼ାଇ ଦେଲେ। ସେହି କିରଣ 2ଟି ଆସି 2 ଚକ୍ଷୁ ସ୍ପର୍ଶ କରି ହୃଦୟରେ ପ୍ରବେଶ କଲା। ସେହି ଅନ୍ଧକାର ମଧ୍ୟରେ ଆଉ କୌଣସି ଶବ୍ଦ ନାହିଁ, କେବଳ ନିଃଶ୍ୱାସ ଶବ୍ଦ। ସେ ଶବ୍ଦ କ୍ରମଶଃ ପ୍ରବଳ, ଖୁବ୍ ଦୀର୍ଘ ନିଃଶ୍ୱାସ। ଶେଷରେ ମା 2 ଥର ଅସ୍ପଷ୍ଟ ଶବ୍ଦ ଶୁଭିଲା। ବାଡ଼ି ନିସ୍ତବ୍ଧ, ନୀରବ। ଏଣେ ବୁଢ଼ୀ ଘୁଷୁରି ଘୁଷୁରି ଯାଇ ରେବତୀ ଶୋଇବା ଜାଗା ଦେଖିଲା। କେହି ନାହିଁ। ଘରଯାକ ବାହାରି ଅଗଣା, ଢେଙ୍କି ତଳ, ଢେଙ୍କି ଲାଞ୍ଜ କାହିଁ ନାହିଁ। ମନେକଲା ଜ୍ୱର ଭଲ ହୋଇ ଗଲାଣି। ବାଡ଼ିରେ ବୁଲୁଥିବ ସେହି ଡାକ, ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି। ବାଡ଼ି ଦୁଆରକୁ ଗଲା। ଅଣ୍ଡାଳି ଅଣ୍ଡାଳି ପିଣ୍ଡାକୁ ଉଠିଲା। ପିଣ୍ଡାକୁ ଭୂମିଠାରୁ 2 ହାତ ଉଚ୍ଚ, ହାତେ ଚଉଡ଼ା। ମଲା, ତୁ ଏଇଠି ବସିଛୁ? ଦେହରେ ହାତ ଦେଇ ବୁଢ଼ୀ ପ୍ରଥମେ ଚମକି ପଡ଼ିଲା। ଆଉ ଥରେ ଭଲ କରି ଗୋଡ଼ଠାରୁ ମୁଣ୍ଡ ଯାଏଁ ହାତ ବୁଲାଇଲା। ନାକରେ ହାତ ଦେଇ ଗୋଟାଏ ଉତ୍କଟ ଶବ୍ଦ କଲା। ସଙ୍ଗେ ସଙ୍ଗେ ପିଣ୍ଡା ତଳେ ଦୁଲଦାଲ ଶବ୍ଦ। ଶ୍ୟାମବନ୍ଧୁ ମହାନ୍ତି ଘରର କୌଣସି ପ୍ରାଣୀଙ୍କୁ ଜଗତରେ ଆଉ କେହି ଦେଖି ନାହାନ୍ତି। ପଡ଼ୋଶୀମାନେ ରାତି ପହରକ ସମୟରେ ଶେଷ ଶବ୍ଦ ଶୁଣିଥିଲେ, ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି। ଏଇଠି ସରିଲା କରୁଣ ରସ।